ଉପର ମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ତେଣୁ ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ମଧ୍ୟ ବଢୁଛି, ଯାହା ଫଳରେ ଆଜି ହୀରାକୁଦ ଜଳଭଣ୍ଡାରର ଆଉ 8ଟି ଗେଟ୍କୁ ଖୋଲାଯାଇଛି। ତେବେ ବର୍ତ୍ତମାନ ମୋଟ 14ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଜଳଭଣ୍ଡାରର ବାମ ପାର୍ଶ୍ୱରେ 9ଟି ଏବଂ ଡାହାଣ ପାର୍ଶ୍ୱରେ 5ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ସେପଟେ ଉପର ମୁଣ୍ଡରେ ବର୍ଷା ବଢ଼ିଥିବାରୁ ଜଳଭଣ୍ଡାରକୁ ମଧ୍ୟ ଇନଫ୍ଲୋ ବଢ଼ିଛି। ତେଣୁ ଆଉଟଫ୍ଲୋକୁ ସମାନ ରଖିବା ପାଇଁ ଆଉ 8ଟି ଗେଟ୍ ଖୋଲାଯାଇଥିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସେହିପରି ପୂର୍ବରୁ ଗୁରୁବାର ଦିନ ହୀରାକୁଦ ଡ୍ୟାମ୍ର 6ଟି ଗେଟ୍ ଖୋଲାଯାଇଥିଲା। ଆଉ ଆଜି ପୁଣି 8ଟି ଗେଟ୍ ଖୋଲାଯିବା ପରେ ମୋଟ 14ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି।